ରଥ ଖଳାରେ ତାଳଧ୍ୱଜ, ନନ୍ଦିଘୋଷ ଓ ଦେବଦଳନ ରଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ଶନିବାର ଦିନ ଚକ ଥାକ ଶେଷ ହୋଇ ତିନି ରଥର ଦଣ୍ଡା ଫ୍ରେମରେ ବିଭିନ୍ନ ଅଂଶ ଖଞ୍ଜା ଯାଇଛି। ରଥ ନିର୍ମାଣର 36ତମ ଦିବସରେ 202 ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ 78 ଜଣ ମହାରଣା ସେବକ, 77 ଜଣ ଭୋଇ ସେବକ, 4 ଜଣ କରତି ସେବକ, 16 ଜଣ କମାର, 21 ଜଣ ରୂପକାର ସେବକ, 2 ଜଣ ବିନ୍ଧ କାରିଗର, 2 ଜଣ ପାହି ମହାରଣା ଓ ଜଣେ ରଥ ଖଳା ସହାୟକ। ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ପୂଜା ପରେ ଦଣ୍ଡାଗୁଡ଼ିକ ଅଖ ଉପରେ ଖଞ୍ଜା ଯିବା ପାଇଁ ମାପ ଚିହ୍ନ ଦିଆଯାଇଥିଲା। ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ଭୋଇ ସେବକମାନେ ତିନି ରଥର ଅଖ ଉପରକୁ ଦଣ୍ଡା ଉଠାଇଥିଲେ। ଦଣ୍ଡା ପଡ଼ିଲା ପରେ ମହାରଣା ସେବକମାନେ ତିନି ରଥର ଦଣ୍ଡା ଗୋଲେଇ କାର୍ଯ୍ୟ କରିଥିଲେ। ତିନି ରଥର ଦଣ୍ଡାକୁ ଅଖ ସହ ଖଞ୍ଜା ଯାଇ 5 ଦଣ୍ଡା ଆଗ ଓ ପଛରେ ମୁହାଣ୍ଡ ସଂଯୋଗ ହୋଇ ଆଗ ମୁହାଣ୍ଡରେ 5ଟି ସାଲଗୁଜ ଏବଂ ପଛ ମୁହାଣ୍ଡରେ 3ଟି ଜଳଯନ୍ତ୍ର ଏବଂ 2ଟି ସାଲଗୁଜ ଉଠି ଗୁଜ ଉପରେ ବିରାଡ଼ି ପଡ଼ିଥିଲା। କୁଡୁକା ସଂଯୋଗ ପରେ କତା ଦଉଡ଼ିରେ ଟାଣ ଦେଇ ବାନ୍ଧେଣି କରାଯାଇଥିଲା। ଏହାପରେ ଅନୁକୂଳ ପୂଜା ପୂର୍ବକ ଓଝା ସେବକମାନେ ମୁଖ୍ୟ ମହାରଣା ଓ ମୁଖ୍ୟ ଭୋଇ ସେବକଙ୍କ ଉପସ୍ଥିତିରେ ତିନି ରଥର ଅଖ ଉପରେ ଦଣ୍ଡା ଫ୍ରେମ ମଜବୁତ ପାଇଁ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ କରିଥିଲେ। ଏପର୍ଯ୍ୟନ୍ତ ତିନି ରଥର 9ଟି ଲେଖାଏଁ 14 ନାହାକା ନିର୍ମାଣ ସହ 4ଟି ପୋଲ ଗଳର ଚଉପଟ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥର ସିଂହାସନ ମୁହାଣ୍ଟିରେ ଚିତ୍ର ଖୋଦେଇ ସହ ନାଟଗୋଡ଼ରେ ରାହୁ ରୂପ ଖୋଦେଇ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥର ଗୟଳ କଣ୍ଟା, ଜୋକା କଣ୍ଟା ଓ ଚନାକ କଣ୍ଟା ତିଆରି ଜାରି ରଖିଛନ୍ତି।